ଏତେ ଗପ ଶୁଣୁ ତ ପାଠ ପଢ଼ିବା କେତେବେଳେ? ଠିକ୍ ଅଛି। ଆଚ୍ଛା ବାହାଘର ସବୁ ଦେଖିଛ ଆଚ୍ଛା? ବାହାଘର ସବୁ କ'ଣ କ'ଣ ଖାଇବା ହୁଏ? ଭାତ, ଡାଲି, ଘାଣ୍ଟ, ଖଟା, ଚିକେନ, ପାୟସ, ପାମ୍ପଡ଼, ମସରୁମ୍ କେତେ ପ୍ରକାର ତରକାରୀ ସବୁ ହଉଛି ନା ଆଉ ତ ଖାଇବେ ନା। ଗୋଟେ ଗାଁରେ ଜଣଙ୍କର ବାହାଘର ହେଉଥିଲା ହେଲା କି ସେ ବାହାଘରରେ ଭୋଜି ହୁଏ ସବୁ ଗାଁର ଖାଇବା ଗଲେ କୁକୁର ମାନେ କ'ଣ କରନ୍ତି କୁକୁର ଜୀବନ ନିଉଛାଳି ଜୀବନ ତାକୁ ଯିଏ ଦେଖେ ପିଟେ ନା ଆମ ଘର ତ ସବୁ ପିଟନ୍ତି। ଏ ତିନିଟି କୁକୁର ସାଙ୍ଗ ଲାଲ କୁକୁର ଧଳା କୁକୁର କଳା କୁକୁର କୁକୁର ଦେଖିଛନ୍ତି ହଉ କିନ୍ତୁ ସାଙ୍ଗ ସେମାନେ କଥାବାର୍ତ୍ତା ହେଲେ ସାଙ୍ଗ ଆଜି ତାଙ୍କର ବାହାଘର ହେଉଛି ଆମ ଗାଁରେ ଆଜି ଯିବା ଭୋଜି ଖାଇବାକୁ ଆଉ ମାଂସଙ୍କର ବହୁତ ସବୁ ହେଇଛି ଖାଇବାକୁ ଯିବା ଆଉ ଠିକ୍ ଅଛି ଆଉ ଯେଉଁ ସାଙ୍ଗ ଏଗ୍ରି ହେଇଗଲେ କହିଲେ ହଁ ନିଶ୍ଚୟ ଯିବା ଆଉ ମୋତେ ଭାଇ ଭୋକ କଲାଣି। ତିନି ଜଣ ଶୋଇଲେ ଏଠି ବସିଲା ପରେ ଆଉ ଦୁଇ ଜଣ କରି କଲେ ତୁ ଆଗରେ ଯା ଧଳା କୁକୁର କଲେ ତୁ ଆଗରେ ଯା ଖାଇକି ଆସିବୁ ତିନି ଜଣ ସାଙ୍ଗରେ ଗଲେ ଆମକୁ ପିଟିବେ। ଧଳା କୁକୁରଟି ପ୍ରଥମେ ଗଲା ପରେ ଗେଟ୍ ପାଖକୁ ତାକୁ ଏତେ ପିଟିଲେ ଯେ ସେ କାଁ କାଁକି ଦୌଡ଼ି ପଳେଇ ଆସିଲା। କୁକୁରକୁ ଆସି କିଛି ମାଡ଼ ଖାଇଥିଲି କହିଲାନି ସାଙ୍ଗ ଯାଇକି କ'ଣ ଖାଇଲି ନା ସାଙ୍ଗ ମୋତେ ଏତେ ଖାଇବାକୁ ଦେଲେ ଯେ ମୁଁ ମାନେ ବହୁତ କିଛି ଖାଇବାକୁ ଦେଲେ କଳା କୁକୁର ତାହେଲେ ମୁଁ ଏବେ ଯିବି ଆଉ ମୋ ଲାଳ ଗଡ଼ିଲାନି ମୁଁ ଏବେ ଯିବି। କଳା କୁକୁରଟି ଗଲା ତାକୁ କ'ଣ କଲେ ଘରେ ବାନ୍ଧିକି ଯିବି ଘରେ ବାନ୍ଧିକି ଯିବିଲେ ସେ ପଳେଇ ଆସିଲା ଆସିବାକୁ ମାଡ଼ ଖାଇଥିଲି କିଛି କହିଲା ନାହିଁ। କଳା କୁକୁର ପଚାରିଲା ସାଙ୍ଗ ଖାଇକି ଆସିଲା ମୋତେ ଘର ବାନ୍ଧିକି ଖାଇବାକୁ ଦେଲେ ଏତେ ଜିନିଷ ଖାଇବାକୁ ଦେଲେ ଯେ ବହୁତ ମୁଁ ବହୁତ କିଛି ଖାଇଲି। ତାପରେ ତୃତୀୟ କୁକୁରଟି ଗଲା କହିଲା ତୁ ସାଙ୍ଗ ଯା ତାହେଲେ ଆମେ ମାଡ଼ ଖାଲି ଏଇଟା ମାଡ଼ ଖାଇବ ସାଙ୍ଗମାନେ ସବୁବେଳେ ବିରୁଦ୍ଧ ଥାନ୍ତି ବୁଝିପାରିଲେ କି ଇଏ ଦୁଇଟା କହିଲେ ଆମେ ମାଡ଼ ଖାଇଲେ ସେ ଆମେ କହିବାନି ସେ ଯାଉ ସେ ବି ମାଡ଼ ଖାଇକି ଆସିବ ସେ ଯେମିତି ଗଲା ସେ ଯାଇ ପହଞ୍ଚେଇକି ତାକୁ ଗରମ ପାଣି ଛାଟିଲେ ହେଲା କି ସେ ପଳେଇ ଆସିଲା କାଉଁ ଖାଇକି ଆସି କହିଲା ସାଙ୍ଗ ମୋତେ ଗରମ ଗରମ ଖାଇବା ଦେବେ ଗରମ ଦେଲେ ନା ମାଂସ ମାଛ ଆଉ ପନିର ଫନିର ଇତ୍ୟାଦି ମାନେ କ୍ଷୀରି ସବୁ ଖାଇବାକୁ ଦେଲେ ଆଉ ତିନି ଯାକ ମନ ଭିତରେ ଶୋଇଲେ କେହି କାହାକୁ କିଛି କହୁନାହାନ୍ତି ମାଡ଼ ଖାଇଛନ୍ତି ବୋଲି ହେଲା କି କିଛି ସମୟ ଗଲା ପରେ ତାର ସବୁ ବଥା ହେଇକି ମାଡ଼ ସତ କଥାରେ କେବେ ଲୁଚେଇନି ଯଦି ପ୍ରଥମ କରିଦେଲା ସାଙ୍ଗ ଯାହା କରୁଛ ମୁଁ ସିନା ଆସି ମିଛଟା କରିକି ମୁଁ ବହୁତ ମାଡ଼ ଖାଇବି। ତୃତୀୟ କୁକୁରରେ ସେଇ କଥା କହିଲା ସାଙ୍ଗ ମୁଁ ବି ବହୁତ ମାଡ଼ ଖାଇବି। ଦ୍ୱିତୀୟ କୁକୁରଟି ମୋତେ ସେଇଆ କହିଲା ଆମେ ସବୁ ମାଡ଼ ଖାଇଲେ ଅଥଚ କେହି କାହାକୁ କହିଲେନି ତ ମୁଁ ମାଡ଼ ଖାଇଲି ତୁ ମାଡ଼ ଖାଇକି ଆସିବୁ ଆମକୁ କହିଲେ ଆମେ ବି ଯାଇନଥାନ୍ତୁ ଆମେ ଖାଲି ବେକାର ମାଡ଼ ଖାଇଲେ ମୁଁ ମାଡ଼ ଖାଇଲେ ତମେ କାହିଁ ନ ଖାଇବ ମୁଁ ଯେମିତି ମାଡ଼ ଖାଇଲେ ତମେ ବି ଦୁଇ ଅନୁସାରେ ମାଡ଼ ଖାଅ ସାଙ୍ଗ ହବ ଏମିତି। ଆଚ୍ଛା କପଟି କେମିତି ଲାଗିଲା? କପଟି ସରିଲା ଫୁଲଟି ବୁଝିପାରିଲ ଏ ଗପରେ ମର୍ମ କ'ଣ ବୁଝିଲ ସାଙ୍ଗ କେବେ ସାଙ୍ଗକୁ ଏ ଯୁଗରେ ବିଶ୍ୱାସ କରିବନି ହେଲା କି ବୁଝିପାରିଲ। ଏମିତି ଗୋଟେ ଭାଲୁ ଦୁଇଟା ସାଙ୍ଗ ଯାଇଥିଲେ ଗୋଟେ ଜାଗାକୁ ହେଲା କି ଏଇ ସାଙ୍ଗ ବିଷୟରେ ମୁଁ କହୁଛି ଦୁଇଟା ସାଙ୍ଗ ଯାଇଥିଲେ ଆସୁ ବାଟରେ ଜଙ୍ଗଲ ହେଲା କି ବାଘ ଭାଲୁଙ୍କର ସେଠି ସମାନ ନା ଆଉ ଦେଖିଲେ ଗୋଟେ ପ୍ରଥମ ସାଙ୍ଗ ଦେଖିଲେ ଗୋଟେ ଭାଲୁ ଆସୁଛି ଗୋଟିଏ ସାଙ୍ଗ ଗଛ ତଳେ ଶିଖିଛି ଆଉ ଗୋଟେ ଶିଖି ନାହିଁ। ପ୍ରଥମ ସାଙ୍ଗଟି କ'ଣ କଲା ତାଙ୍କ ସାଙ୍ଗ ଭିତରୁ ଜଣେ ଭାଲୁ ଅଛ ଦେଇ ସେ ଗଛ ଉପରୁ ଚଢ଼ିଗଲା ଆକୁ କିନ୍ତୁ ତାର କର୍ତ୍ତବ୍ୟ କ'ଣ ଥିଲା ମୁଁ ଧରୁଛି ତୁ ମୋ ସାଙ୍ଗରେ ଗଛଟା କିନ୍ତୁ ସେ କଲା ନାହିଁ ସାଙ୍ଗ ଏଇଠି ସାଙ୍ଗ ହେଲା କି ତାପରେ ସାଙ୍ଗଟା ତଳେ ଥିଲା ସେ କହିଲା ମୁଁ ଆଜି ଭାଲୁ ହାତରେ ମଲି ଆଉ ସବୁ ତ ବହୁ ଭୟଙ୍କର ନା ବହୁତ ବଢ଼ୁଆ ସେମାନେ ପଶୁ ବଢ଼ୁଆ ନା ବାଘ ଭାଲୁ ହାତୀ ମାନେ ବଢ଼ୁଆ ଜଙ୍ଗଲ ହାତୀ ମାନେ ସେ କ'ଣ କଲା ସେ ମଲା ପରେ ସେଠି ପଡ଼ିକି ନିଶ୍ୱାସ କିଛି ପାଇଁ ବନ୍ଦ କରିଦେଲା ଭାଲୁ ଆସି ତାକୁ ଶୁଖିଲା କିନ୍ତୁ ଭାଲୁ ମଲା ଜୀବଜନ୍ତୁ ଖାଏନି ମଲା ମଣିଷ ଖାଏନି ହେଲା କି
ଘରେ ତ ଶୁଙ୍ଘିଲା କହିଲା ଏ ମରିଯାଇଛି ଆପଣ ଖାଇବେ। ତା କାନ ପାଖରେ କହିଲା ସାଙ୍ଗ ବହୁତ ଅବିଶ୍ୱାସୀ, ସାଙ୍ଗ କେବେ ବିଶ୍ୱାସ କରିବୁ ନାହିଁ। କହିଦେଇ ଭାଲୁ ପଡ଼ିଗଲା। କିଛି ସମୟରେ ସେ ପିଲାଟି ଗଛରୁ ଆସିଲା। ଆସିଲା ପରେ କହିଲା ସାଙ୍ଗ ଯାଉ, କହିଲା ସାଙ୍ଗ କାହା କହୁଛୁ? ମୁଁ ଗଛ ଚଢ଼ି ଶିଖିଲି, ଗଛ ଉପରକୁ ଚଢ଼ିଗଲି କିନ୍ତୁ ମୋତେ ଗଛ ଉପରକୁ ନେଲୁ ନାହିଁ। ମୁଁ ମୋର କି ସାଙ୍ଗ ବୋଲି ସେ ତାର ଅଲଗା ବାଟରେ ବୁଝିପାରିଲ ପିଲାମାନେ? ଆଗରୁ ସାଙ୍ଗ ଥିଲେ ବହୁତ, ମାନେ ସାଙ୍ଗ ପାଇଁ ସେମାନେ ଜୀବନ ଦେଲେ। ଏ ଯୁଗର ସାଙ୍ଗ ପାଇଁ ଜୀବନ ଦେଉନାହାନ୍ତି, ସାଙ୍ଗକୁ ଗାଢ଼ାକୁ ପେଲି ଦେଉଛନ୍ତି। ବୁଝିଲା ତ? ହଁ, ଏତିକିରେ ଗପଟି ଶେଷ କରୁଛେ। ଏବେ ପାଠ ପଢ଼ିବା ପାଇଁ ଆରମ୍ଭ କରିବା। ଆଉ ଏଇ ଗପଟି କ'ଣ ମାନେ ମନେ ରଖିଲେ କାଲି ମୋତେ ଆସି କହିବ। ଠିକ୍? ଆଜ୍ଞା। ଠିକ୍ ଅଛି।